ଆଜି ଜୀବନରେ ଆମର କଣ୍ଟ୍ରୋଲଟା ଆଉ କାହା ପାଖରେ ରହୁଛି। ମାନେ ଆମର ଚାବିଟା ଯଦି ଆଉ କାହା ପାଖରେ ରହିଲା, ଆମ ଖୁସିର, ଆମ ଶାନ୍ତିର, ଆମ ସନ୍ତୁଷ୍ଟତା ଚାବି ଯଦି ଆମେ ଅଲଗା କାହା ପାଖକୁ ଦେଉଛେ, ଆମେ କେବେ ବି ଖୁସି ରହିପାରିବାନି। ଆମେ ଯଦି ସବୁବେଳେ ଭାବିବା ଯେ ଏଇ ବ୍ୟକ୍ତିମାନେ ମୋତେ ଯାହା କହିବେ, ବ୍ୟକ୍ତିମାନେ ଯାହା ମୋତେ ପ୍ରଶଂସା କରିବେ, ବ୍ୟକ୍ତିମାନେ ଯଦି ମୋତେ ଠିକ୍ ଭାବରେ ବ୍ୟବହାର କରିବେ ତାହେଲେ ମୁଁ ଖୁସି ହେବି। ମୋତେ ଯଦି ଏଇଭଳିଆ ବ୍ୟବହାର କରିବ ତାହେଲେ ମୁଁ ଖୁସି ହେବି। ଏଇଭଳିଆ ଯଦି ଏଇ ବ୍ୟକ୍ତି ମୋତେ ଯଦି ସମ୍ମାନ ଦେବ ମୁଁ ଖୁସି ହେବି। ତାହେଲେ ଜଣେ ବ୍ୟକ୍ତି କେବେ ବି ଖୁସି ରହିପାରିବନି। କାହିଁକି ନା ତାର ସବୁ ଖୁସି ଶାନ୍ତିର ଚାବି ଆଉ ଅଲଗା ଜଣକୁ ଦେଇଦେଲା। ଆଜି ଲୋକମାନେ ନିଜକୁ କ'ଣ ଭଲ ଲାଗେ ଭାବିବାଠୁ ସମାଜ କ'ଣ କହିବ ଅଧିକ ଭାବନ୍ତି, ସାହି ପଡ଼ିଶା କ'ଣ କହିବେ ଭାବନ୍ତି, ମୋର ସମ୍ପର୍କୀୟମାନେ କ'ଣ କହିବେ ଭାବନ୍ତି। କିଏ କ'ଣ ଭାବିବ ଯଦି ଆମେ ଭାବିବା ତାହେଲେ ଆମ ଜୀବନରେ କେମିତି ଆମେ ଖୁସି ରହିପାରିବା। ଆମେ ଚାହିଁଲେ ସବୁବେଳେ ଖୁସି ରହିପାରିବା, ଚାହିଁଲେ ସବୁବେଳେ ଦୁଃଖୀ ବି ରହିପାରିବା। କିନ୍ତୁ ଆମର ଖୁସିର ଚାବିଟା ଅଲଗା କାହା ପାଖରେ ରହିବନି। ଜଣେ ଯଦି ଗୋଟେ କଥା କହିଦେଉଛି, ଆମର ମୁଡ଼ ଅଫ୍ ଯଦି ହେଇଯାଉଛି, ତାହେଲେ ତାର ଆମ ଯେଉଁ ଖୁସି, ଆମ ମୁଡ଼ର ଚାବିଟା ତା ପାଖରେ ରହିଲା। ଆମର ଖୁସିର, ଆମକୁ କେଉଁଟା ଭଲ ଲାଗେ ସେଇଟା ସବୁବେଳେ ଆମ ଭିତରେ ରହିବା ଦରକାର। ଜଣକୁ ସଫଳତାର ସଂଜ୍ଞା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହେଇଥାଏ। ଜଣେ ବହୁତ ଜିନିଷ ଭୋଗ କଲେ ସଫଳତା ବୋଲି ଭାବେ, ତ ଜଣେ ଜଣେ ଅଛନ୍ତି ତ୍ୟାଗ କଲେ ସଫଳତା ବୋଲି ଭାବନ୍ତି। ତ ସେଇଟା ତାର ଲାଇକନେସ୍, ତାର ଇଣ୍ଟରେଷ୍ଟ, ତାର ଇଚ୍ଛା, ତାକୁ ସେଇଟା ଭଲ ଲାଗେ। କିନ୍ତୁ ସମାଜ କ'ଣ କହିବ ଯଦି ଆମେ ସବୁ ମୁହୂର୍ତ୍ତରେ ଭାବିବା ଆମେ କେମିତି ସଫଳ ବୋଲି ନିଜକୁ କହିବା। ଆମେ କୌଣସି ବି ଜିନିଷର ଚାବିକାଠି ଆମେ ଅଲଗା ଲୋକକୁ ଦେବାନି। ଆମେ ଯଦି ଭାବିବା ଏଇ ବ୍ୟକ୍ତି ମୋତେ ସମ୍ମାନ କଲେ ମୁଁ ଖୁସି ରହିବି, ତାହେଲେ ଆମେ ସମ୍ମାନର ଯେଉଁ ଇଚ୍ଛା ଆମେ ତାର ଚାବିଟା ଆଉ ଜଣକୁ ଦେଇଦେଲା। ଆମେ ସେଲ୍ଫ ରେସ୍ପେକ୍ଟ ରଖିପାରିବା, ଆମେ ସ୍ୱାଭିମାନ ରଖିପାରିବା, ସ୍ୱମାନ ଦେଇପାରିବା, ନିଜକୁ ବି ମାନ ଆମେ ଦେଇପାରିବା। ତାହେଲେ ଆମେ ଅଲଗା ଲୋକଠୁ ମାନ କେବେ ବି ଆଶା କରିବାନି। ଆଉ ଆମ ଚାବିଟା, ଆମ ସମ୍ମାନର ଚାବିଟା ତା ପାଖରେ ରହିବନି। ଆଜି ଲୋକମାନେ ଶାନ୍ତିରେ ରହିବା ପାଇଁ ମଧ୍ୟ ଅଲଗା ଲୋକକୁ ଚାବି ଦେଉଛନ୍ତି। ଏଇ ଘଟଣା ଘଟିଲା ପରେ ଏମିତି ଯଦି ପରିସ୍ଥିତି ହେବ ମୋତେ ଶାନ୍ତି ଲାଗିବ କୁହନ୍ତି, ତାହେଲେ କ'ଣ ହେଲା, ଆମ ଶାନ୍ତିର ଚାବି ଆଉ ଜଣଙ୍କ ପାଖରେ ରହିଲା। ଆମେ ଯଦି ଆମ ସୁଖ, ଶାନ୍ତି, ପ୍ରେମ ଏବଂ ଆମର ଯେଉଁ ଖୁସି, ହ୍ୟାପିନେସ୍, ସଫଳତାର ଚାବି ଅଲଗା ଲୋକକୁ ଦେବା, ଆମେ କେମିତି ଖୁସି ରହିବା। ଆମର ଚାବି ସବୁବେଳେ ଆମ ଭିତରେ ରହିବା ଦରକାର। ଆମ ମେଣ୍ଟାଲି, ମାନସିକ ସ୍ତରରେ ହିଁ ଆମେ ଖୁସି ରହିଥାଉ ଏବଂ ଦୁଃଖ ମାନେ ସବୁ ବୈଚାରିକ ଥାଏ। ତ ଆମେ ଯଦି ଚାବିଟା କେବେ ବି ଦେବାନି କାହା ପାଖକୁ, ସିଏ ମୋତେ କ'ଣ କହିବ, ସେ ମୋତେ କ'ଣ ଭାବିବ, ସମାଜ କ'ଣ ଭାବିବ, ଏମିତି ଯଦି ଭାବିବା ତାହେଲେ ଆମର ସଫଳତାର, ଖୁସିର ସବୁ ଚାବି ଆମେ ଅଲଗା ଲୋକକୁ ଦେଇ ଦେଉଛେ। ଆମେ ସବୁବେଳେ ଆମର ଚାବିଟା ଆମେ ନିଜ ପାଖରେ ରହିବା। ଯଦି ଆପଣ ଘରର ଚାବି ଆଉ କାହାକୁ ଦିଅନ୍ତି, ସେଇଟା କ'ଣ କେତେ ଗୋଟେ ରିସ୍କ ଥାଏ ଆପଣମାନେ ଭଲ ଭାବେ ଜାଣନ୍ତି। ଠିକ୍ ସେଇଭଳି ଆମର ଯଦି ଇଣ୍ଟରନାଲ ଆପଣ ଦେଖନ୍ତି, ସଫଳତା ହଉ, ସକ୍ସେସ୍ ହଉ, ଅଥବା ଆପଣଙ୍କ ପିସ୍ ହଉ, ହ୍ୟାପିନେସ୍ ହଉ, ୟାର ଚାବି ସବୁବେଳେ ଆମ ପାଖରେ ରହିବା ଦରକାର।